ସେଦିନ ଥିଲା ବୋଉର ଶେଷ ଦିନ। କାହିଁକି ଜାଣି ସେଦିନ ବାରି ଶେଷରେ ଥିବା ପଣସ ଗଛଟି ବିନା ପବନରେ ଭାରି ଜୋରରେ ଦୋହଲୁଥିଲା। ସବୁ ଠିକ୍ଠାକ୍ ଥିଲା। ବୋଉ ମୋର ସେଦିନ ସକାଳୁ ଉଠି ଘର ଯାକର ବାସି କାମ କଲା, ଠାକୁର ପୂଜା କଲା, ସକାଳୁ ରୋଷେଇ କଲା, ସମସ୍ତଙ୍କୁ ଖାଇବା ଦେଇ ନିଜେ ଖାଇସାରି ଟିକେ ଶୋଇବାକୁ ଗଲା। ସନ୍ଧ୍ୟା ସମୟକୁ ଉଠି ଠାକୁରଙ୍କ ପାଖରେ ସଞ୍ଜବତୀ ଦେଇ ରାତିର ଖାଇବା ତିଆରିରେ ଲାଗି ପଡ଼ିଥାଏ। ଏହି ସମୟରେ ସାନ ଭଉଣୀ ବାରିପଟକୁ ଯାଇଥାଏ ବାଥରୁମ୍ ପାଇଁ। ପଣସ ଗଛଟା ଆହୁରି ଜୋରରେ ଦୋହଲିବାକୁ ଲାଗିଲା। ସେ ଗଛକୁ ଚାହିଁ ଦେଖିଲା, ଗଛ ଉପରେ ଦୁଇଟି ଛାଇ ବସିଲା ପରି ତାକୁ ଦେଖାଯାଉଥାଏ। ଏହି ସମୟରେ ଦଲକାଏ ପବନ ବଡ଼ ଜୋରରେ ବହି ଆସି ତା ଦେହରେ ମାଡ଼ ହୋଇଗଲା। ଆଉ ସେ ଚମକି ପଡ଼ିଲା। ତାକୁ ଭୀଷଣ ଡର ଲାଗୁଥାଏ। ସେ ଦୌଡ଼ି ଘରକୁ ପଳାଇ ଆସିଲା। ସେ କଥା କାହାକୁ କହିନଥାଏ। ରାତିର ଖାଇବା ସରିଲା। ଯେ ଯାହା ରୁମ୍କୁ ଚାଲିଗଲେ ଶୋଇବାକୁ। ବୋଉକୁ ଜମାରୁ ନିଦ ହେଉନଥାଏ। ବୋଉକୁ ଝାଡ଼ା ଲାଗିଲା। ବୋଉ ସାନ ଭଉଣୀକୁ ଡାକି ଲାଟ୍ରିନ୍ ଗଲା। ସାନ ଭଉଣୀ ଲାଟ୍ରିନ୍ ବାହାରେ ଠିଆ ହୋଇଥାଏ। ଏହି ସମୟରେ ପଣସ ଗଛଟା ଜୋରରେ ହଲି ଡାଳଗୁଡ଼ିକ ଭୂମି ତଳକୁ ଲୋଟିଗଲା। ସାନ ଭଉଣୀର ତଣ୍ଟି ପାଟି ସେତେବେଳକୁ ଅଠା ହୋଇଗଲାଣି। ସେ ଆଉ ପାଟି ଖୋଲି ପାରୁନଥାଏ। ଏହି ସମୟରେ ଗଛ ଉପରୁ ଜଣେ ଅନ୍ୟ ଜଣକୁ କହିଲା ଯେ ସେ ଘର କବାଟ ବାଡ଼ା, ତାକୁ 3 ଥର ଡାକିବୁ, ସେ ପଳେଇ ଆସିବ। ଏହା ଶୁଣି ସାନ ଭଉଣୀର ଦେହ ଥରିବାକୁ ଲାଗିଲା। ସେ ଜୋର କରି ବୋଉକୁ ଡାକିଲା। ଭଉଣୀ ଡାକ ଶୁଣି ବୋଉ ଲାଟ୍ରିନ୍ ବାହାରକୁ ଆସିଲା ସତ, କିନ୍ତୁ ସେ ଆଉ କଥା କହିପାରୁନଥାଏ। ଖାଲି ଏତିକି କହୁଥାଏ, ପଣସ ଗଛ ଉପରେ ମଙ୍ଗଳା ଆଉ ଯମ ଠିଆ ହୋଇ ମୋତେ ଡାକୁଛନ୍ତି। ଏତିକି କହି ତାର ଚେତା ବୁଡ଼ିଗଲା। ତାପରେ ଯେତେ ବୋଉକୁ ଡାକିଲେ ବୋଉ ଆଉ ଶୁଣିଲାନି କି ଉଠିଲାନି। ସେବେଠାରୁ ବାରିପଟର ସେ ପଣସ ଗଛକୁ ଦେଖିଲେ ଭାରି ଡର ଲାଗେ।